ତିନୋଟି ଯାକ ମ୍ୟାଚ୍ରେ ହାରିଲା ଭାରତ। ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ ମେନ୍ସ 2025-26ରେ ଅନୁଷ୍ଠିତ ରାଉରକେଲାର ଛେଣ୍ଡସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଆୟୋଜିତ ପ୍ରୋ ଲିଗ୍ ମ୍ୟାଚ୍ରେ ତିନୋଟି ଯାକ ଖେଳରେ ହାରିଲା ଭାରତ। ଗତ 10 ତାରିଖଠାରୁ ଅନୁଷ୍ଠିତ ଏହି ପ୍ରୋ ଲିଗ୍ରେ ମାତ୍ର 3ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ 6ଟି ମ୍ୟାଚ୍ ଅନୁଷ୍ଠିତ ହେବ। ତେବେ ଇତିମଧ୍ୟରେ 5ଟି ମ୍ୟାଚ୍ ଶେଷ ହୋଇଥିବା ବେଳେ ଆଉ ଗୋଟିଏ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି ଆଜି। ଗତ ଶନିବାର 14 ତାରିଖରେ ଆୟୋଜିତ ଭାରତ ବନାମ ବେଲଜିୟମ ମ୍ୟାଚ୍ରେ ବେଲଜିୟମ ଭାରତକୁ 4-2 ଗୋଲ୍ରେ ହରାଇ ଦେଇଛି। ଫଳରେ ବେଲଜିୟମ ଦଳ 5ଟି ମ୍ୟାଚ୍ରେ ତା'ର ସ୍ଥିତିକୁ ସୁଦୃଢ଼ କରିପାରିଛି। ଭାରତ, ବେଲଜିୟମ, ଆର୍ଜେଣ୍ଟିନା ଏହି ତିନୋଟି ଦଳ ପ୍ରୋ ଲିଗ୍ରେ ରହିଛନ୍ତି। ଭାରତକୁ ପରାସ୍ତ କରି ବେଲଜିୟମ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ଏହି ସନ୍ଧ୍ୟା ମ୍ୟାଚ୍ରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ, ହକି ଇଣ୍ଡିଆ ସମ୍ପାଦକ ଭୋଳାନାଥ ସିଂ, ହକି ଇଣ୍ଡିଆର ମୁଖ୍ୟ ନିର୍ଦ୍ଦେଶକ ଆର୍.କେ. ଶ୍ରୀବାସ୍ତବ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ମ୍ୟାଚ୍ ଆରମ୍ଭରୁ ବେଲଜିୟମ ଦଳ ପ୍ରଥମ କ୍ୱାର୍ଟରରେ 11ତମ ମିନିଟ୍ରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ହୁଗୋ ଲାବୋଚେରେ ଗୋଲ୍ରେ କନଭର୍ଟ କରିଥିଲେ। ପୁଣି ସେହିଭଳି 14ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣର ଜରିଆରେ ଆଲେକ୍ଜାଣ୍ଡର ହେଣ୍ଡ୍ରିକ୍ସ ବେଲଜିୟମ ପାଇଁ ଦ୍ୱିତୀୟ ଗୋଲ୍ କରିଥିଲେ। ମାତ୍ର 15 ମିନିଟ୍ରେ ଆର୍ଥର ଡି ସ୍ଲୋଭର ଏକ ପେନାଲ୍ଟି କର୍ଣ୍ଣର ଜରିଆରେ ଗୋଲ୍ କରି ବେଲଜିୟମ ଦଳ ପାଇଁ ପୁରା ସୁବିଧାଜନକ ସ୍ଥିତି ସୃଷ୍ଟି କରିଥିଲେ। ଫଳରେ ପ୍ରଥମ କ୍ୱାର୍ଟର ସୁଦ୍ଧା ବେଲଜିୟମ 3-0 ଗୋଲ୍ରେ ରହିଥିଲା। ଦ୍ୱିତୀୟ କ୍ୱାର୍ଟରର 17 ମିନିଟ୍ରେ ମିଳିଥିବା ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଆଲେକ୍ଜାଣ୍ଡର ହେଣ୍ଡ୍ରିକ୍ସ ଦ୍ୱିତୀୟ ଗୋଲ୍ କରିଥିଲେ। ତେବେ 24 ମିନିଟ୍ରେ ଭାରତ ପକ୍ଷରୁ ଅର୍ଜୁନ ଆଦିତ୍ୟ ଲାଲଗେ ପ୍ରଥମ ଗୋଲ୍ ପରିଶୋଧ କରିଥିଲେ। ତୃତୀୟ କ୍ୱାର୍ଟରରେ ଭାରତକୁ 37 ମିନିଟ୍ରେ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣର ଜରିଆରେ ଅଧିନାୟକ ହରମନପ୍ରୀତ ସିଂ ଗୋଲ୍ ସ୍କୋର କରିଥିଲେ। ମାତ୍ର ଭାରତକୁ 4-2 ଗୋଲ୍ରେ ହରାଇବାରେ ବେଲଜିୟମ ସଫଳ ହୋଇଥିଲା। ଆଜି 15 ତାରିଖ ସନ୍ଧ୍ୟା ମ୍ୟାଚ୍ରେ ରାଉରକେଲାଠାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ହେବ ଖେଳ। ଭାରତ ଏଥିପୂର୍ବରୁ 3ଟି ମ୍ୟାଚ୍ ଖେଳିସାରିଛି। ଏହା ହେଉଛି ଭାରତ ପାଇଁ ଚତୁର୍ଥ ମ୍ୟାଚ୍। ଦେଖନ୍ତୁ ତାରି ଝଲକ। With a smile on our face, that's for sure. You see all converted to goal. Yeah, so our PC is working well. We've got a lot of guys that showed that they have the qualities to score an international goal. Not only Tom Bon and Alexander Hendricks have shown that, but even Hugo Labouchere, the young guy, put a very beautiful goal in the roof of the net. So we've got a lot of options to score. Not only on the top of the circle with PCs, but also out of field play. So we've worked hard, and it's very nice that it translates towards performance and towards points. Thank you. बीरो न्यूज ओडिशा कथा यूट्यूब चैनल को आपण मैंने देखुंती मतामत दिंतु, लाइक करंतु, सब्सक्राइब करंतु और शेयर करंतु।